জয় জগন্নাথ। অনেক ব্যস্ততা ভিତରେ କେଇଦିନ ହେଲା ଆଉ କୃଷ୍ଣଙ୍କର ବାଲ୍ୟଲୀଳା ଚରିତ୍ର କୁହାହେଇ ନଥିଲା। ଆଜି ଷଷ୍ଠ ଅଧ୍ୟାୟରେ ସୁଦାମାଙ୍କର ଗରିବ ହବାର ପ୍ରଥମ ପର୍ଯ୍ୟାୟ ଯେଉଁଟା ଛୋଟବେଳେ ଏମାନେ ସବୁ ଯାଇଛନ୍ତି ଆଜ୍ଞା। ବଳରାମ, କୃଷ୍ଣ, ସୁଦାମା, ସୁବଳ ଆଉ ସାଙ୍ଗମାନଙ୍କୁ ସବୁ କଦମ ମୂଳକୁ ଗାଈ ଚରାଇବା ପାଇଁ। ସେଦିନ ବଳରାମଙ୍କର କୃଷ୍ଣଙ୍କର ମା ସେଦିନ ଆଉ ଖାଇବାକୁ ଦେଇନାହାନ୍ତି। ବଳରାମଙ୍କୁ ଭୀଷଣ ଭୋକ, ଗୋଟାଏ ବାଜିଗଲାଣି, ଭୀଷଣ ଭୋକ। କହିଲେ, ଆରେ କାହ୍ନାଇ କ'ଣ ଖାଇବା ଆଣୁଛୁ, ଆଣ ଖାଇବା, ସବୁଦିନ ଭଳିଆ ଖାଆନ୍ତି। ଏ କହିଲେ, ମୁଁ ଆଜି ଆଣିନାହିଁ, ମା ଦେଇନାହାନ୍ତି, ବ୍ୟସ୍ତ ଥିଲେ। ତେଣୁ ସୁଦାମା, ସୁବଳ ଏମାନେ ଯାହା ଆଣିଛନ୍ତି ଆମେ ମିଶିକିରି ଖାଇଦେବା। ଏ କଥା ଶୁଣି ସୁଦାମା, ଏ କଥା ଶୁଣି ସୁଦାମା ଲୁଚି ଲୁଚି ଗଲା ଆଣିଥିବା ଭାତ ଗୁମଲତା ତଳେ ଲୁଚି ଲୁଚି ଖାଇଦେଲା, ଲୁଚି ଲୁଚି ଖାଇଦେଲା। ଅନ୍ତର୍ଯାମୀ କଳା କାହ୍ନୁ ସବୁ ଜାଣିପାରେ, ଅନ୍ତର୍ଯାମୀ କଳା କାହ୍ନୁ ସବୁ ଜାଣିପାରେ। ଦରିଦ୍ର କରିଦେଲେ ସୁଦାମାକୁ ଯୁବ ବୟସରେ, ଯୁବ ବୟସରେ। ଆଜ୍ଞା, ଅନ୍ତର୍ଯାମୀ ସେ ସବୁ ଜାଣିପାରନ୍ତି। ତେଣୁ ସୁଦାମା ସେଦିନ ଭାତ ଦେଇନଥିଲା, ସେ କମ୍ପ୍ୟୁଟର ବ୍ରେନ୍ରେ ମନେ ରଖିଥିଲେ। ପରବର୍ତ୍ତୀ ସମୟରେ ସୁଦାମାକୁ ଗରିବ କରିଛନ୍ତି, ସେ ପରେ ମୁଁ କହିବି। କିନ୍ତୁ ଆଉ ଗୋଟେ ମଧ୍ୟ ମତାନୁବାଦ ଅଛି, ନାନା ମୁନି ନାନା ମତ। ତ ଏଇଟା ବଙ୍ଗଳା କୀର୍ତ୍ତନରେ ମୁଁ ଦେଖିଥିଲି। କିନ୍ତୁ ଆଉ ଗୋଟେ ଜାଗାରେ ମଧ୍ୟ ମୁଁ ପଢ଼ିଥିଲି ଯେ କୃଷ୍ଣ ବଳରାମଙ୍କୁ ରକ୍ଷା କରିବା ପାଇଁ ମଧ୍ୟ ସେ ଗୋଟାଏ ଖାଦ୍ୟ ଖାଇ ଦେଇଥିଲେ, ଫଳ। ସେ ଫଳ ଖାଇଦେଲେ କି ଦରିଦ୍ର ହୋଇଯାଆନ୍ତି। କେଉଁଟା ସତ କେଉଁଟା ମିଛ ହয়তো ଆପଣମାନେ ବିଚାର କରିବେ। କିନ୍ତୁ ଏଇଟା ବି ମୁଁ କୀର୍ତ୍ତନରେ ଦେଖିଥିଲି, ଏଇ ବଳରାମକୁ କୃଷ୍ଣଙ୍କୁ ଯେଉଁ ଲୁଚିକିରି ଖାଇ ଦେଇଥିଲା। ଯାହା ଜୟ ଜଗନ୍ନାଥ। ପରବର୍ତ୍ତୀ ସମୟରେ ଆମେ ଆଲୋଚନା କରିବା। ସୁଦାମାଙ୍କର ପୁଣି ଦରିଦ୍ର ମୋଚନ ହେଇଥିଲା, କୃଷ୍ଣ ଯାହା ଦେଇଥିଲେ। ତ ଆଉ ଆଜ୍ଞା ସେ ପରବର୍ତ୍ତୀ ସମୟରେ ଆଲୋଚନା କରିବି। ଯାହା ଏ ବ୍ୟସ୍ତ ବହୁଳ ଭିତରେ କେଇଦିନ ଭିଡ଼ିଓ କରିନଥିଲି, ଆପଣମାନେ ପୁଣି ଦେଖିବେ। ଜୟ ଜଗନ୍ନାଥ, ଜୟ ଗୋବିନ୍ଦ, ଜୟ ଶ୍ରୀକୃଷ୍ଣ।